শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ ভাগবত দশম স্কন্ধ অষ্টম অধ্যায়। মারি সকটা তୃଣାବର୍ତ୍ତ মুখে দেখাইন জগত। ଗୋକୁଳେ କ୍ରୀଡ଼ନ୍ତି ଶ୍ରୀହରି ଅଷ୍ଟମେ ବାଳ ଲୀଳା କରି। ନମସ୍ତେ କୃଷ୍ଣ ପଦ୍ମପାଦ ଯେ ମୋର ଜୀବନ ସମ୍ପଦ। ପରୀକ୍ଷ ସୁକ ମୁଖ ଚାହିଁ ବୋଲଇ କୃତ୍ୟ କୃତ୍ୟ ହୋଇ। ରାଜା ପରୀକ୍ଷିତ ଉବାଚ ଗୋପନ ପରି ନରହରି ମାଇଲେ ପୁତନା ଅସୁରୀ। ଦେବଙ୍କ ଭୟ ନିବାରିଲେ ନିଜ ଶରୀରେ ଠାବ ଦେଲେ। ଯାହାର ନାହିଁ ମିତ୍ରରି ଚାଣ୍ଡାଳୁ ବ୍ରହ୍ମ ଯାଏ କରି। ସାଧୁଙ୍କୁ ପାଳି ଦୁଷ୍ଟ ନାଶୀ ଦୟା ସାଗର ବ୍ରହ୍ମରାଶି। ତାହାଙ୍କ ଯେତେ କର୍ମମାନ ବାଳକ ଚରିତ ବିଧାନ। ଶୁଣି ଭଜନ୍ତି ଯେତେ ପ୍ରାଣୀ ତରନ୍ତି ଭବ ତରଙ୍ଗିଣୀ। ମାୟା ମନୁଷ୍ୟ ଅବତାର ଖଣ୍ଡିବେ ଅବ ନିରଭାର। ଆବର କଲେ ଗୋପେ ଯାହା କହିବା ଯେବେ ମୋତେ ଦୟା। ଶ୍ରୀ ଶୁକ ଉବାଚ କହନ୍ତି ଶୁକ ମୁନିବର। ରାଜନ ଶୁଣ ରସଭର କହିବା ଶୁଣ ହରି କଥା। ଯେଣେ ଛାଡ଼ିବ ଭବ ବ୍ୟଥା ଅନ୍ତୁଡ଼ି ଉଠି ଆରି ଦିନେ। ଆସି ମିଳିଲେ ଗୋପୀ ଜନେ ମଙ୍ଗଳ ଗୀତ ନାଦ କରି। ସ୍ନାନ କରାଇ ମୁରାରି ବ୍ରାହ୍ମଣ ମିଳିଲେ ଥକାଏ। ଆଶିଷ ଦେଲେ ମାଏ ପୋଏ ଆନନ୍ଦ ମନେ ନନ୍ଦରାଏ। ଅନ୍ନବସନ ଦାନ ଦିଏ ଗୋପୀ ଆନନ୍ଦ ଗୀତ ସ୍ୱର। ନିଦ୍ରା ମୋହିତ ଚକ୍ରଧର ଶକଟ ତଳେ ବସ୍ତ୍ର ପାଡ଼ି। ଯଶୋଦା ଶୁଆଇ ମୁରାରି ନିଦ୍ରା କରାଇ ଗୀତ ଗାଇ। ଗୋପୀଙ୍କି ଦେଲା କଧରାଇ ଅକ୍ଷତ ଦେଲେ ଜଣେ ଜଣ। ପୁତ୍ରକୁ କରନ୍ତି କଲ୍ୟାଣ ନିଦ୍ରା ଭାଜନ୍ତେ ନାରାୟଣ। କାନ୍ଦି ଲୋଡ଼ନ୍ତି ମାତା ସ୍ତନ ଗୋଳେ ନ ଶୁଣଇ ଗୁଆଳି। କୃଷ୍ଣ କାନ୍ଦନ୍ତି ପାଦ ଚାଳି ଶକଟେ ବାଜିଲା ପୟର। ଶବଦ କଲା ମହାଘୋର ଶକଟ ପଡ଼ିଲା କଝଡ଼ି। ଦେଖି ଚକିତ ଗୋପବାଳି ଦଧି ତୈଳ ଘୃତ ଭାଣ୍ଡ। ଭାଜି ହୋଇଲା ଖଣ୍ଡ ଖଣ୍ଡ ଶବଦ ଶୁଣି ଗୋପୀ ଧାଇଁ। ମିଳିଲେ ନନ୍ଦ ଆଦି ଯାଇ ଦେଖିଲେ ଯଶୋଦା କୁମର। ପଡ଼ିଛି ଶକଟ ଭିତର ଆଣି ପୁତ୍ରକୁ କୋଳ କଲେ। ଏକ କୁଆରେ ଏକ କହିଲେ ଏକିଆ ପଦ କାହୁଁ ହୋଇ। ଏମନ୍ତ ଦେଖିଲା ତ ନାହିଁ ଶକଟ ଭାଜିଲା କେମନ୍ତ। ବୁଝ ହୋଏ ହାର ତଦନ୍ତ ଯଶୋଦା ଦେବୀ ଭାଗ୍ୟବନ୍ତ। ଭଲା ନ ମଲା ତାର ସୁତ ଶକଟ ଭାଜିଲା କେମନ୍ତେ। ଜାଣିଲେ ଯିବା ନା ପରତେ ବାଳକୁ ମରେ ତାହା ଶୁଣି। ବୋଲନ୍ତି ଆମ୍ଭେ ଅଛୁ ଜାଣି ଯଶୋଦା ସୁତ ପାଦ ଘାତେ। ଶକଟ ଭାଜିଲା ଯୁଗତେ
ଶୁଣି ହସିଲେ ବାଳ ବୋଲ, କୃଷ୍ଣର ନ ଜାଣନ୍ତି ବଳ। ରୋଦନ କରନ୍ତେ ମୁରାରି, ଯଶୋଦା କୋଳେ ଦେଲେ ନାରୀ। ଗ୍ରହ ସଙ୍ଗୀତେ କଲେ ଭ୍ରାନ୍ତି, ବିପ୍ରଙ୍କୁ ଆଣି ଗ୍ରହ ଶାନ୍ତି। କରାଇ ପିଆଇଲେ ସ୍ତନ, ଆନନ୍ଦ ଯଶୋଦାର ମନ। ଆନସ କଟ ଭିଆଇଲେ, ଦ୍ରବ୍ୟମାନଙ୍କୁ ସଜାଡ଼ିଲେ। ବ୍ରାହ୍ମଣେ କଲେ ପଞ୍ଚାମୃତ, ଦେଖିଣ ନନ୍ଦ କୃତ୍ୟ କୃତ୍ୟ। ହରସ ହୋଇ ଦେଲା ଦାନ, ଧେନୁ କାଞ୍ଚନ ବସ୍ତ୍ର ଅନ୍ନ। ସନ୍ତୋଷ ହୋଇ ବିପ୍ରଗଣେ, କଲ୍ୟାଣ କଲେ ତୋଷ ମନେ। ଯାହା ବୋଲନ୍ତି ସିଦ୍ଧ ଜନେ, ଅନ୍ୟଥା ନୁହଁ ବଚନେ। କହନ୍ତି ବ୍ୟାସଙ୍କ ନନ୍ଦନ, ଏମନ୍ତେ ଗଲା କେତେ ଦିନ। କଂସର ଆଜ୍ଞାରେ ଦଇତ, ଗୋପେ ମିଳିଲା ତୃଣାବର୍ତ। ତାହା ଜାଣିଲେ ଦଇତ୍ୟାରି, ଯଶୋଦା କୋଳେ ଛନ୍ତି ଧରି। ବିଚାର କଲେ ଚକ୍ରଧର, ଆଜ ସଂହାରିବି ଅସୁର। ଜନନୀ କୋଳେ ହେଲେ ଗରୁ, ଯେହ୍ନେ ଅଚଳ ମହାମେରୁ। ତକ୍ଷଣେ ଥୋଇଲା ଅବନି, ବିଚାର କଲା ଭୟ ଘେନି। ବାଳୁତ ପୁଅ ଗରୁ ପଣ, ନପୁଣ ପଡ଼ଇ କଷଣ। ତଳେ ଶୁଆଇ ଗଲା ଘର, କରଇ ବ୍ୟାପାର ବ୍ୟବହାର। କଂସର ଆଜ୍ଞା ପରମାଣେ, ଅସୁର ମିଳିଲା ତକ୍ଷଣେ। ଗଗନେ ଘୋର ନାଦ କରି, ଚକ୍ର ପବନ ରୂପ ଧରି। ଦିବସେ କଲା ଅନ୍ଧକାର, ଭୂମି କମ୍ପଇ ଥରହର। ବୃକ୍ଷେ ପଡ଼ିଲେ ମହି ତଳେ, ରେଣୁ ଉଡ଼ିଲେ ଅନ୍ତରାଳେ। ଚାହିଁ ନ ପାରିବେନି ଘଡ଼ି, ଚକ୍ଷୁ ବୁଜିଲେ ନର ନାରୀ। ଚକ୍ର ପବନ ଗଲା ଉଡ଼ି, ଦୈତ୍ୟ କୃଷ୍ଣଙ୍କୁ ନେଲା ହରି। ପ୍ରକାଶେ ରବିର କିରଣ, ନିର୍ମଳ ଦିଶନ୍ତେ ଗଗନ। ଘରୁ ବାହାରି ନନ୍ଦରାଣୀ, ପୁତ୍ରକୁ ଲୋଡ଼ଇ ଧରଣୀ। କୃଷ୍ଣେ ନ ଦେଖି ହିଆ କୋଡ଼ି, ଧାମଇ ପୁଣ ପୁଣ ଲୋଡ଼ି। ଘର ବାହାର ପୁର ଲାଗେ, ବିକଳେ ଲୋଡ଼େ ଚଉଦିଗେ। ଖୋଜି ନ ପାଇ ବନମାଳି, ତା ଶୁଣି ମିଳିଲେ ଗୁଆଳି। ଖୋଜନ୍ତି ଘରେ ଘରେ ପଶି, କାହିଁ ପାଇବେ ବ୍ରହ୍ମରାଶି। ନ ଦେଖି ପ୍ରଭୁ ଚକ୍ରପାଣି, ମୋହେ ପଡ଼ିଲା ନନ୍ଦରାଣୀ। ଗୋପୀ ଧଇଲେ ବେଗେ ଯାଇ, ବଞ୍ଚନ୍ତି ମୁଖେ ନୀର ଦେଇ। ଘଡ଼ିକେ ହୋଇଲା ସଚେତ, ଉଠି ଲୋଡ଼ଇ ନିଜ ସୁତ। କେଶ ବସନ ଅସମ୍ଭାଳ, ପଡ଼େ ଗୋପୀଙ୍କ ପାଦ ତଳ। କେ କହୁ ଯଶୋଦାର ଶୋକ, ଗୋପୀଙ୍କି ଚାହିଁଣ ନିରେଖ। ବିକଳେ ଲୋଟଇ ଧରଣୀ, ଗୋପୀ କାନ୍ଦନ୍ତି ତାହା ଶୁଣି। ବିକଳ କେ କରିବ ଅନ୍ତ, ଗୋପୀ ହୋଇଲେ ମୋହଗତ। ତାହା ଜାଣିଲେ ଗୋପୀନାଥ, ଆକାଶେ ନେଉଛି ଦୈତ୍ୟ। କୃଷ୍ଣ ଚିନ୍ତନ୍ତି ହୃଦଗତେ, ଅସୁର ମାରିବି କେମନ୍ତେ। ବିଚାର କଲେ ଦିବ୍ୟ ଚିତେ, ଏତ ନେଉଛି ଶୂନ୍ୟ ପଥେ। ଦାସ ବତ୍ସଳ ନନ୍ଦ ବଳା, ରୁନ୍ଧିଲେ ଦାନବର ଗଳା। କଣ୍ଠେ ଲମ୍ବିଲେ ବନମାଳି, ଅସୁର ନ ପାରିଲା ଚଳି। ବ୍ରହ୍ମାଣ୍ଡ କୋଟି କୋଟି ମାଳେ, ବସନ୍ତି ଯାର ରୋମ ମୂଳେ। ଅସୁର ଚାଳିବ ତା କାହିଁ, ଭାଳଇ ଚଉଦିଗ ଚାହିଁ। ବାଳୁତ ପୁଅ ଏଡ଼େ ଗରୁ, ପକାଇ ଦେବି ପଡ଼ି ମରୁ।
ଧରିଣ କୃଷ୍ଣ ବାମ ହସ୍ତେ ତା କଣ୍ଠ ଚାପିଲେ ତୁରିତେ ବେନିଲୋଚନ ଗଲା ଫୁଟି ପ୍ରାଣ ଛାଡ଼ିଲା ତାଳୁ ଫାଟି ଶବଦ କଲା ମହାଘୋର ଶୁଣି କମ୍ପିଲା ତିନି ପୁର ଅସୁର ଘେନି କୃଷ୍ଣ କରେ ପଡ଼ିଲେ ଶିଳାର ଉପରେ ଅସୁର ଦେହ ହେଲା ଚୂର ଗୋପୀ ଦେଖିଲେ ମାୟାଧର ଯମର ଘରୁ ଜେହ୍ନେ ଆସି କୋଳ କରନ୍ତି ଗୋପୀ ହସି ଶିଳାରୁ ଘେନି ବନମାଳି ଯଶୋଦା କୋଳେ ଦେଲେ ତୋଳି ଗୋପୀ ଗୋପାଳ ଆଦି ନନ୍ଦ ପୁତ୍ରକୁ ପାଇ ନ ଆନନ୍ଦ ଗୋପାଳେ ନନ୍ଦକୁ ଅନାଇ ବୋଲନ୍ତି ଭାଗ୍ୟବନ୍ତ ତୁହି କାଳର ମୁଖୁ ବୁରିଲା ପୁତ୍ରକୁ ଗୋବିନ୍ଦ ରଖିଲା ଶୀତଳ ଯଶୋଦା ଉଦର ଆପଦୁ ତରିଲା କୁମର ଅରିଷ୍ଟ ଦେଖି ନନ୍ଦ ମନେ ମାନଇ ମିତ୍ରର ବଚନେ ଦିନେକ ପୁତ୍ର କୋଳେ ଘେନି କ୍ଷୀର ପିଆନ୍ତେ ନନ୍ଦରାଣୀ କୃଷ୍ଣ ବଦନେ ଉଠେ ହାଇ ଯଶୋଦା ତୁଣ୍ଡେ ଦେଲା ଚାହିଁ ଦେଖଇ ଦର୍ପଣର ପ୍ରାୟ ବ୍ରହ୍ମାଣ୍ଡ ଦିଶେ କୃଷ୍ଣ ଦେହେ ଆକାଶ ଆଦି ଦିଗ ପାଳେ ଗ୍ରହ ନକ୍ଷତ୍ର ମେଘମାଳେ ଶପଥ ସିନ୍ଧୁ ଆଦି କରି ନଦୀ କାନନ ଦିଗ ଗିରି ସ୍ଥାବର ଆଦି ସର୍ବଜନ୍ତୁ ବିଶ୍ୱ ସଂସାରେ ଯେତେ ହେତୁ ଦେଖି ଚକିତ ମନେ ରହି ହୃଦେ ଚିନ୍ତଇ ଭାବଗ୍ରାହୀ ସନ୍ତୋଷେ କୋଳେ ପୁତ୍ର ଘେନି ଘରେ ପଶିଲା ନନ୍ଦରାଣୀ ଆନନ୍ଦ କେ ପାରିବ କହି ଯାହାର ପୁତ୍ର ଭାବଗ୍ରାହୀ ନିଦ୍ରା କରାଇ ହୃଷିକେଶ କହିଲା ଜଗନ୍ନାଥ ଦାସ।